3,84,00,000 ଟଙ୍କା ବ୍ୟୟରେ କାଂସବାସ ନଦୀର ଦକ୍ଷିଣ ପାର୍ଶ୍ୱ ଆଡ଼ିବନ୍ଧ ନିର୍ମାଣର ଶିଳାନ୍ୟାସ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଶିଳାନ୍ୟାସ ଉତ୍ସବରେ ସାଳନ୍ଦୀ କେନାଲ ଡିଭିଜନର ଅଧ୍ୟକ୍ଷ ଯନ୍ତ୍ରୀ ଇଞ୍ଜିନିୟର ହିତେଶ କୁମାର ସାହୁ, ମାର୍କଣା କେନାଲ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ନାୟକ, କନିଷ୍ଠ ଯନ୍ତ୍ରୀ ରାକେଶ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। 3,84,00,000 ଟଙ୍କା ବ୍ୟୟରେ କୁରକୁରିଆ ରେଳ ଲାଇନ୍ଠାରୁ ପ୍ରାୟ 4 କିଲୋମିଟର ପର୍ଯ୍ୟନ୍ତ କାଂସବାସ ନଦୀର ଦକ୍ଷିଣ ପାର୍ଶ୍ୱ ଆଡ଼ିବନ୍ଧ ନିର୍ମାଣ ହେବ। ଫଳରେ ବନ୍ୟା ପ୍ରଭାବରୁ ବାଉରୀପଦା ପଞ୍ଚାୟତବାସୀ ଉପକୃତ ହୋଇପାରିବେ ବୋଲି ବିଧାୟକ ପଦ୍ମଲୋଚନ ପଣ୍ଡା ପ୍ରକାଶ କରିଥିଲେ। ଶିଳାନ୍ୟାସ ଉତ୍ସବ ପରେ ବାଉରୀପଦା ବିଜେପି ସଭାପତି ମନୋରଞ୍ଜନ ହାତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ସମ୍ମାନିତ ଅତିଥି ଭାବେ ସିମୁଳିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ବାବାଜୀ ଚରଣ ମଲ୍ଲିକ, ବାଉରୀପଦା ସରପଞ୍ଚ ଧରଣୀଧର ନାୟକ, ସମିତି ସଭ୍ୟ ଗଜେନ୍ଦ୍ର ସେଠୀ, ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ, ବିଜେପି ମଣ୍ଡଳ ସଭାପତି ଅବିନାଶ ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସୋର ଓ ସିମୁଳିଆ ନିର୍ବାଚନ ମଣ୍ଡଳୀକୁ ସଂଯୋଗ କରୁଥିବା ବାଉଁଶ ଖଣ୍ଡାର ଆର୍ଡି ରାସ୍ତାରୁ ବଣା ଜାମୁଛାଡ଼ି ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇଥିବାରୁ ଆଗାମୀ ବର୍ଷା ଋତୁ ପୂର୍ବରୁ ଉକ୍ତ ରାସ୍ତା ମରାମତି କରିବା ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧକ୍ଷଣ ଯନ୍ତ୍ରୀ ଏସ୍ଡିବିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ସଭାରେ ଠିକାଦାର ଗୋଲକ ଚନ୍ଦ୍ର ପତିଙ୍କ ସମେତ ବାଉରୀପଦା ପଞ୍ଚାୟତର ବରିଷ୍ଠ ସମାଜସେବୀ ବସନ୍ତ ପାଣ୍ଡବ, ମହେନ୍ଦ୍ର ମହାନ୍ତି, ୱାର୍ଡ ମେମ୍ବର ଦୟାନିଧି ବାରିକ ଓ ରାମଚନ୍ଦ୍ର ଜେନା, ସନାତନ ବନ୍ଧ, ରାମଚନ୍ଦ୍ର ସାହୁ, ଅଜୟ କୁମାର ମଲ୍ଲିକ, ମାନସ ରଞ୍ଜନ ମହାପାତ୍ର, ଦିଲ୍ଲୀପ କୁମାର ଗିରି, ସୁଲୋଚନା ନାୟକ, ବାସନ୍ତୀ ବେହେରା, ଲକ୍ଷ୍ମୀପ୍ରିୟା ନାୟକ, ତପସ୍ୱିନୀ ମଲ୍ଲିକ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ। ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ। ଧନ୍ୟବାଦ। ଆଜି ଆପଣମାନଙ୍କ ପାଇଁ ମୋ ଖୁସିର ଦିନ, ଯିଏକି ମୁଁ ଧନ୍ୟବାଦ ଦେବି ଆମର ଏସ୍ସି ମହୋଦୟ। ସେ ମୁଁ ଯେତେବେଳେ ଯାହା କହୁଛି ସେ ମୋ କାର୍ଯ୍ୟଟି ଅଗ୍ରାଧିକାର ଭିତରେ ଯେଉଁ ଭଦ୍ରକ ଇରିଗେସନ ଡିଭିଜନ ସେ ଯେତେବେଳେ ନିଜେ ଏସ୍ସି ଅଛନ୍ତି ସେ ପ୍ରାୟୋରିଟିରେ ମୋ ଯାହା ପ୍ରପୋଜାଲ ବସିକି ଆଲୋଚନା କରିକି ସବୁ ଜିନିଷ ଆମେ କରି ଆଣୁଛୁ, କିଛି ଅସୁବିଧା ନାହିଁ। ଏବଂ ତାଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି, ଆମର ସଭାପତି ସେଠୀଙ୍କୁ ଧନ୍ୟବାଦ ଦେଉଛି, ଚେୟାରମ୍ୟାନଙ୍କୁ ଧନ୍ୟବାଦ ଦେଉଛି, ଆମର ଜିଲ୍ଲା ପରିଷଦ ରମେଶ ବାବୁଙ୍କୁ ଧନ୍ୟବାଦ ଦେଉଛି, ସରପଞ୍ଚଙ୍କୁ ଧନ୍ୟବାଦ ଦେଉଛି, ପାଣ୍ଡବ ବାବୁଙ୍କୁ ଧନ୍ୟବାଦ ଦେଉଛି, ଆଉ ଆମର ଯେତେ ଅଛନ୍ତି ମନୁ ଏବଂ ଯେତେ ଆମର ୱାର୍ଡ ମେମ୍ବର ସବୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି, ମା ମାନଙ୍କୁ ଧନ୍ୟବାଦ ଦେଉଛି। ଆରେ ବାସ୍ତବ କଥା, ଡବଲ ଇଞ୍ଜିନ ସରକାର ଆସିଲା ପରେ କେନ୍ଦ୍ରରେ ହେଉଛି ଆମର ନରେନ୍ଦ୍ର ମୋଦି, ରାଜ୍ୟରେ ହେଉଛନ୍ତି ମୋହନ ବାବୁ, ଆମେ ହେଲୁ ସବୁ ଶାଖା ପ୍ରଶାଖା। ଏଇ 1.5 ବର୍ଷ ଭିତରେ କହିବି ବୋଧେ ଓଡ଼ିଶାର ଗୋଟିଏ ନିର୍ବାଚନ ମଣ୍ଡଳୀ ଯୋଉଟାକି ସବୁଠାରୁ ବୋଧେ ହାଏଷ୍ଟ ଟଙ୍କା ମୁଁ ଆଣିଥିଲି ଆମର ଏଇ ସରକାର 1.5 ବର୍ଷ ସରକାର ଭିତରେ। ଆପଣ ଜାଣିଥିବେ ଗୋଟିଏ ଆମର ସୋରକ ଉପରି ରାସ୍ତା 40 କିଲୋମିଟର, ସେ ଆପଣଙ୍କର ଟିଭି ରେଡ଼ିଓରେ ଶୁଣିଥିବେ ବିଧାନସଭାରେ ଯେଭଳି ଭାବରେ ମୁଁ ଅନୁରୋଧ କଲି ଏବଂ ଯେଭଳି ଭାବରେ ବିଧାନସଭାରେ ମୁଁ ଉତ୍ତପ୍ତ କରିଦେଲି ଯେ ସେ ବିଧାନସଭାର ସମାବେଶକୁ ମୋ କତିକି ପଳେଇ ଆସିକି ଆମର ଟିଟୁ ଭାଇ ଯିଏକି ମୋର ଅତି ନିଜର ଲୋକ ଯିଏକି ଥିଲେ ଆମର ପୂର୍ତ୍ତ ବିଭାଗର ମନ୍ତ୍ରୀ, ସେ କହିଲେ ନନା ଆଉ ଆପଣ ଏତେ ବିସର୍ଗାର କରନ୍ତୁ, ଚୁପିକି ବସନ୍ତୁ, ମୋତେ ସମୟ ଦିଅନ୍ତୁ, ମୁଁ ରାସ୍ତାଟି କରିଦେବି। ଏବଂ ଠିକ୍ ବିଧାନସଭା ସରିଛି ତାପରେ ପ୍ରୋଗ୍ରାମ କଲେ ଆମେ ଆଇଲୁ। ଆପଣ ସେ ଖଇରାର ସାମ୍ବାଦିକ ବନ୍ଧୁମାନେ ଅଛନ୍ତି, ସମସ୍ତଙ୍କୁ ମଧ୍ୟ ନମସ୍କାର ଜଣାଉଛି, ସେଭଳିଆ ଖଇରାର ଏବଂ ଇଲେକ୍ଟ୍ରୋନିକ୍ ମିଡ଼ିଆ ଏବଂ ପ୍ରିଣ୍ଟ ମିଡ଼ିଆ ସମସ୍ତଙ୍କୁ ମଧ୍ୟ ମୁଁ ନମସ୍କାର ଜଣାଉଛି। ସେ ରାସ୍ତା 20 କୋଟି ସେଂସନ ହେଲା ଏବଂ 20 କୋଟି ସେଂସନ ହେଇକି ସେ ରାସ୍ତା ଆପଣମାନେ ଏବେ ଯେ ଯାଉଥିବେ, ଯେ ଯିଏ ଦେଖୁଥିବ ସେ ହେଉଛି ଏଇ 8 ଦିନ ଭିତରେ କାମ ତ ଆରମ୍ଭ ହେଲାଣି ବହୁତ। ଆପଣ ଏବେ ଯେ ଯାଉଛି ସେ ରାସ୍ତାକୁ ଚିହ୍ନି ପାରିବେନି, ଏଇଟା ଖଇରାକୁ ରାସ୍ତା କି କୋଉଠିକି ରାସ୍ତା, ପୁରା ନ୍ୟାସନାଲ ହାଇୱେ ହେଲା କହିଛି। ଆହୁରି 6 କିଲୋମିଟର ରହିଛି ବାକି। କାଲି ଯାଇଥିଲେ କଥା ହେଲି ତାଙ୍କର EIC ସପତି, ସେ ଆଉ 10 କୋଟି ଟଙ୍କା ସେଠିକି ଦେବେ, 10 କୋଟି ଟଙ୍କା ଦେବେ। ତାକୁ ସେ ତୁଳିଉରିଆ ପାଖରେ ଯୋଉଠି ମନ୍ତ୍ରୀ ମୁଁ ଶୁଭ ଦେଇଥିଲୁ ସେଇ ପର୍ଯ୍ୟନ୍ତ ହେଇଯାଇଛି। କଣ ଆମର ଭାଇ କୁହ, ସାମ୍ବାଦିକ ଭାଇ ଆସ, ଏ ଖଇରାରୁ କେତେବାର ପର୍ଯ୍ୟନ୍ତ ହେଇଛି, କାମ କେମିତି ହେଇଛି, ରାସ୍ତାଟି କେମିତି ଦେଖା ହଉଛି, ଭଲ ହେଇଛି ତ?
15 ବର୍ଷ ଭିତରେ ଆଗରୁ ଯୋଉ ନେତା ମାନେ ଥିଲେ କୁଆଡେ ଚାଲି ଯାଇଥିଲେ ସେ ରାସ୍ତା ବିଷୟରେ ଭୁଲିବାକୁ ଏତିକି ଖାଲ ମୋଟର ସାଇକେଲ ନେଇକି ଯିବା ଅସମ୍ଭବ ଏବଂ ସେ ରାସ୍ତା ଦେଖିବେ ଗୋଟେ ଜଗନ୍ନାଥ ସଡ଼କ ଭଳିଆ ହେଇଗଲାଣି ଆହୁରି ବାକି ଚାଲିଛି ଏବଂ କାଲି ଯାଇଥିଲେ ତାଙ୍କୁ କହିଦେଇଛି ପୁଣି ଟଙ୍କା ମଧ୍ୟ ଦଉ ଏଇ ଶିମୁଳିଆରେ ଆପଣମାନେ ଜାଣିବେ ଯେ ଆପଣମାନଙ୍କର ଅତ୍ୟନ୍ତ ଆନନ୍ଦର କଥା ଯୋଉଟା କି ଓଡ଼ିଶା ଇତିହାସର ହେଇନଥିଲା ଶିମୁଳିଆକୁ ଏନ୍ଏସି ଘୋଷଣା କରାଗଲା ହେଇଛି କି ନାହିଁ ଆପଣମାନେ ଜାଣିଥିବେ ଯୋଉ ମହୋତ୍ସବକୁ ଲାଗି ଅରବାନ ମନ୍ତ୍ରୀ ଆସିଥିଲେ ଘୋଷଣା କରିଗଲେ ବର୍ତ୍ତମାନ ଏବେ ଆମର 50 ଲକ୍ଷ ଟଙ୍କା ଆସିଛି ଡ୍ରେନ୍ ଗୁଡ଼ିକ ତିଆରି ହେବ ଯୋଉଟା ଆମର ଯେଉଁ ଆର୍ଡି ରୋଡ଼କୁ ଏ ବ୍ରିଜ୍ ଏଠି ପାଦର ଏଇ ଯୋଉଠି ଆମେ ପେଣ୍ଡାଲ ହେଇଛି ସେଇଠୁ ସେ ପର୍ଯ୍ୟନ୍ତ ଆଜ୍ଞା କୁରକୁରିଆ ଟୁ କାଂସ ନଦୀ ଉପରେ ସେଇଟା ବ୍ରିଜ୍ଟା ହେବା ଆର ଆବଶ୍ୟକ ତେଣୁ ଆମେ ଅନୁରୋଧ କରିଛୁ ଏମ୍ଏଲ୍ଏକୁ ଏମ୍ଏଲ୍ଏ ମଧ୍ୟ କହିଲେ ମୁଁ ଦେଖି ଯାଉଛି ଏଇଆ ହେଇଛି କଥା। ସିମୁଳିଆରୁ ବନମାଳୀ ମହାକୁଣଙ୍କ ରିପୋର୍ଟ ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।